ମହାନଦୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳରେ ଆରମ୍ଭ ହେଲା ହାତୀ ଗଣନା। ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଅଧୀନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ରେଞ୍ଜରେ ବୁଧବାର ଦିନ ଆରମ୍ଭ ହୋଇଯାଇଛି ହାତୀ ଗଣନା। ଉକ୍ତ ରେଞ୍ଜ ଅଧୀନରେ ଥିବା ମାରାଡ଼ା, ଶୀତଳପାଣି, ସୁନାଖଣିଆ, ଅତଲସରା, କୁମାରୀ, କୁଶଙ୍ଗ, ନନ୍ଦାଗାଡୁ, ହିଞ୍ଜଳ, ଶ୍ରୀପାଜୁ, ପଦ୍ମତୋଳା, ନୂଆପଡ଼ା ଆଦି 11ଟି ବିଟ୍ରେ ବିଟ୍ ପିଛା 10 ଗୋଟି ପିପ୍ ସମୁଦାୟ 110ଟି ପିପ୍, ସିସିଟିଭି, ମଞ୍ଚା ଓ 33 ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପିପ୍ ଗୁଡ଼ିକର ମହାନଦୀ ପଠା, ଘଞ୍ଚ ଜଙ୍ଗଲ ରାସ୍ତା, ଜଙ୍ଗଲରେ ଥିବା ପାଣି ନିକଟରେ କରାଯାଇଥିବା ଜଣାପଡ଼ିଛି। ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯାମୀ ଜାନି, ରାଜ ଶତପଥୀ, ସୋମନାଥ ପରିଡ଼ା, ବିଷ୍ଣୁପ୍ରିୟା ଦେଇ, ରୁନି ଦଳବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାଡ୍ କର୍ମଚାରୀମାନେ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ହାତୀ ଗଣନା ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଚାଲିବା ନେଇ ରେଞ୍ଜର ସଂସାର ବର୍ଗିଆ ସୂଚନା ଦେଇଛନ୍ତି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।